ତୁମେ ଜାଣିଛ କି ଓଡ଼ିଶାରେ ମଧ୍ୟ ଆଇନ ଅମାନ୍ୟ ଥିଲା ଏବଂ କେଉଁ କେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଆନ୍ଦୋଳନରେ ଯୋଗଦାନ ଦେଇଥିଲେ? ଦାଣ୍ଡି ଯାତ୍ରା କାହାକୁ କୁହାଯାଏ? ଦ୍ୱିତୀୟ ଦାଣ୍ଡି କାହାକୁ କୁହାଯାଏ? ଆମେ ପ୍ରଥମ ଦାଣ୍ଡି ତ ଜାଣିଛେ ଯୋଉଟା ଆମ ଗୁଜରାଟରେ ରହିଥିଲା, କିନ୍ତୁ ଦ୍ୱିତୀୟ ଦାଣ୍ଡି କାହାକୁ କୁହାଯାଏ? ମନର ଭିତରେ ବହୁତ କ୍ୱେଶ୍ଚିନ୍ ଆସିଥିବ। ଆମେ ସେହି ଆନ୍ଦୋଳନ ବିଷୟରେ ପଢ଼ିବା। ଯୋଉ ଦ୍ୱିତୀୟ ଦାଣ୍ଡି କୁହାଯାଏ କାହାକୁ କୁହାଯାଏ? ଆଇନ ଅମାନ୍ୟରେ ଓଡ଼ିଶାର ଭୂମିକା କ'ଣ ଥିଲା? ଆମର ଯୋଉ ସ୍ୱାଧୀନତା ସଂଗ୍ରାମୀ ଥିଲେ ତାର ଭୂମିକା କ'ଣ ଥିଲା? ସେ ତମାମ ବିଷୟରେ ଆମେ ଆଜି ପଢ଼ିବା। ଆଉ ଯୋଉଟାକି ବହୁତ ଇମ୍ପୋର୍ଟାଣ୍ଟ ତୁମ ଏକ୍ଜାମ ପାଇଁ। ମାଟ୍ରିକ ପ୍ରତ୍ୟେକ ଏକ୍ଜାମ ପରେ ମାଟ୍ରିକ ଅପେକ୍ଷା ଅନ୍ୟ ଯେତେ ବି କମ୍ପିଟେଟିଭ ଏକ୍ଜାମ ମାନେ ଦେବ ପିଲାମାନେ, ଏଭଳି ତୁମେ ସବୁ ପ୍ରିପେୟାର ହେଇଯାଅ, ଯାହାଫଳରେ ତୁମେ ମାନେ କେବେ ବି ଛାଡ଼ିବନି କୌଣସି କୋଶ୍ଚିନ୍କୁ। ଏବଂ ଏହି ପଢ଼ିବା ସାରିଲା ପରେ ମୋତେ ତୁମେ ନିଜେ କମେଣ୍ଟ କରିକି କହିଦେବ ଯେ ସାର୍ ଆକ୍ଚୁଆଲି ଭଲ ପଢ଼ିଥିଲେ, ଭଲ ବୁଝି ହେଇଥିଲା। ଦେଖ ପିଲାମାନେ, ଆଇନ ଅମାନ୍ୟ ଆନ୍ଦୋଳନ ଯେଉଁ ହୋଇଥିଲା, ଓଡ଼ିଶାର ତାର ଭୂମିକା କ'ଣ ଥିଲା? ଯେହେତୁ ଓଡ଼ିଶା ଗୋଟେ ଉପକୂଳ ଅଞ୍ଚଳ, ଯେହେତୁ ସମୁଦ୍ର ଲାଗିକି ରହିଛି, ଅନ୍ୟ ଅନ୍ୟ ଯେତେ ବି ଜିଲ୍ଲା ଗୁଡ଼ିକ ଅଛି ଆମେ ଭଲ ଭାବରେ ଜାଣିଛେ, ଯେମିତିକି ଭୁବନେଶ୍ୱର, ବ୍ରହ୍ମପୁର, ତାପରେ ଏ ଯେତେ ବି ଆମେ ଅଞ୍ଚଳ ଅଛି ସମସ୍ତେ ସମୁଦ୍ର ଲାଗିକି ରହିଅଛି, ପୁରୀ ଲାଗିଅଛି। ଏସବୁ ଅଞ୍ଚଳରେ ଲୁଣ ମାରିକି ବା ଲବଣ ଉତ୍ପାଦନ କରିକି ଲୋକମାନେ ଖାଉଥିଲେ। ଏବଂ ଯେହେତୁ ଓଡ଼ିଶା ଗୋଟେ ଉପକୂଳବର୍ତ୍ତୀ ଅଞ୍ଚଳ ଥିବା ଯୋଗୁଁ, ଯେହେତୁ ଯେ ସମୟରେ ଆମର ବ୍ରିଟିଶର ମାନେ ଗଭର୍ଣ୍ଣର ଭାଇସରୟ ଥିଲେ ଲର୍ଡ ୱିରିନ୍, ତା ସହିତ ୱେଲସିଷ୍ଟନ୍ ଆସିଥିଲେ। ସେ କ'ଣ ଥିଲେ? ଲବଣ ଆଇନକୁ ବହୁତ ଆଉ ଥରେ ଶକ୍ତ କରିଥିଲେ ନିୟମକୁ, ଏବଂ ଲବଣ ନ ମାରିବାକୁ, ଲବଣ ନ ତିଆରି କରିବା ପାଇଁ, ନିଜ ଲୁଣ ନ ତିଆରି କରିବା ପାଇଁ କ'ଣ କରିଥିଲେ? ବହୁତ ଗୁଡ଼ାକ କର ଦେବାକୁ ପଡ଼ୁଥିଲା ଏବଂ କଟକଣା ମଧ୍ୟ ବହୁତ କରୁଥିଲେ। ଯେଉଁ ସମୟରେ ଆମ ଭାରତ ଜାତୀୟ କଂଗ୍ରେସ ରହିଥିଲା, ଆଉ ତାର ଯେଉଁ ଲାହୋରରେ ଯେଉଁ ଅଧିବେଶନ ହେଇଥିଲା, ସେଥିରେ ସଂକଳ୍ପ ନିଆଗଲା ଯେ ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରିଦେବୁ। ତା ପୂର୍ବରୁ ମହାତ୍ମା ଗାନ୍ଧୀ କରିଥିଲେ 11ଟି ଦଫା ତିଆରି କରିଥିଲେ। ଯେଉଁ ଦଫା ଯଦି ଇଂରେଜମାନେ ଯଦି ତାକୁ ମାନି ନେଇଥାନ୍ତେ, ତାହେଲେ ଏହି ଆଇନ ଅମାନ୍ୟ ଆନ୍ଦୋଳନ ହୋଇନଥାନ୍ତା। କିନ୍ତୁ ମାନିଲେ ନାହିଁ, ଯାହାଫଳରେ ଆଇନ ଅମାନ୍ୟ ଆନ୍ଦୋଳନ ମହାତ୍ମା ଗାନ୍ଧୀ ଡାକରା ଦେଇଥିଲେ, ଆଉ ଏହା ଲାହୋର ଅଧିବେଶନ ହୋଇଥିଲା। ତାପରେ ଆମେ ଦେଖିବା ଓଡ଼ିଶାର ଯେଉଁ ଆନ୍ଦୋଳନର କେମିତି ଆରମ୍ଭ ହୋଇଥିଲା। ଯେହେତୁ ଆମେ ଏବେ ଜାଣିଲା ଯେ ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁ ହୋଇଥିବା ଯୋଗୁଁ ଓଡ଼ିଶାରେ ଏହି ଆନ୍ଦୋଳନ ସଂଗଠିତ ହୋଇଥିଲା। ଆଉ ସେଗୁଡ଼ିକ ଗଠନ କରିଥିଲେ, ଯେମିତି ଭାରତ ଜାତୀୟ କଂଗ୍ରେସ ଥିଲା, ସେହିପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ପାର୍ଟି ଥିଲା, ଯେମିତିକି କଂଗ୍ରେସ ଉତ୍କଳ ପ୍ରାଦେଶିକ କମିଟି ଗଠନ ହୋଇଥିଲା। ମନେ ରଖ, ଉତ୍କଳ ଯେଉଁ କଂଗ୍ରେସ ଥିଲା, କଂଗ୍ରେସର ଉତ୍କଳ ପ୍ରାଦେଶିକ କମିଟି ଗଠନ ହୋଇଥିଲା। ଆଉ ଏଥିରେ 1930 ମସିହା ମାର୍ଚ୍ଚ ମାସ 16 ତାରିଖ ଦିନ ଗଠନ ହୋଇଥିଲା ବାଲେଶ୍ୱର ଠାରେ, ଯେ ଆମେ କ'ଣ କରିଥିବା କି ଓଡ଼ିଶାରେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କେଉଁମାନେ? ଓଡ଼ିଶାବାସୀମାନେ। କେତେ ତାରିଖ ଦିନ ନେଇଥିଲେ? ମନେ ରଖ ଯେ 1930 ମାର୍ଚ୍ଚ ମାସ 16 ତାରିଖ। କେଉଁଠାରେ? ଯେଉଁ ବାଲେଶ୍ୱରରେ ଗୋଟେ ଅଧିବେଶନ କରିଥିଲେ କଂଗ୍ରେସ ଉତ୍କଳ ପ୍ରାଦେଶିକ କମିଟିର, ଆଉ ସେଥିରେ ନିଷ୍ପତ୍ତି ନେଇଥିଲେ ଯେ ଆମେ ମଧ୍ୟ କ'ଣ କରିବା? ଆଇନ ଅମାନ୍ୟ ଆନ୍ଦୋଳନ କରିବା। ଆଉ ଏଥିରେ ଗୋଟେ ଲିଡର ଥିଲେ, ଯିଏକି ଏହି ଆନ୍ଦୋଳନକୁ ଆଗକୁ ନେଇଥିଲେ, ଆଉ ତାର କମିଟିର ଚେୟାରମ୍ୟାନ୍ ହେଇଥିଲେ, ସେ ହେଉଛନ୍ତି କି ଗୋପବନ୍ଧୁ ଚୌଧୁରୀ। ଏହି ଆନ୍ଦୋଳନର କିଏ ନେତୃତ୍ୱ ନେଇଥିଲେ? ଗୋପବନ୍ଧୁ ଚୌଧୁରୀ ନେଇଥିଲେ। ଯେଉଁ ବାଲେଶ୍ୱରରେ ଯେଉଁ ଅନୁଷ୍ଠିତ ହୋଇଥିଲା ପ୍ରାଦେଶିକ କମିଟିରେ, ସେ ଏହି ଆନ୍ଦୋଳନକୁ ଆଗକୁ ନେଇଥିଲେ। ଏହି ଆନ୍ଦୋଳନ ପିଲାମାନେ ଓଡ଼ିଶାର ବିଭିନ୍ନ ଜାଗାରେ ଥିଲା। ତା ମଧ୍ୟରୁ ଯଦି ଦେଖିବା ଯେ ବହୁତ ଆକ୍ଟିଭ ଯେଉଁ ଆନ୍ଦୋଳନକାରୀମାନେ ବା ସତ୍ୟାଗ୍ରହୀମାନେ ବହୁତ ଆକ୍ଟିଭ ଥିଲେ, ସେ ଥିଲା ଇଞ୍ଚୁଡ଼ି, ତାପରେ କାକଟପୁର, ଗଞ୍ଜାମ। ଏଇ ଜାଗାରେ ପିଲାମାନେ ଆଇନ ଆନ୍ଦୋଳନର ବିଶେଷ ଭାବରେ ସକ୍ରିୟ ଥିଲେ ବା ଆକ୍ଟିଭ ଥିଲେ। ଯେମିତିକି ଏହି ଆନ୍ଦୋଳନରେ ବିଭିନ୍ନ ପ୍ରକାର ସତ୍ୟାଗ୍ରାହୀକୁ ଯେଉଁମାନଙ୍କୁ ଗୋଟେ ଚାରିଟି ଭାଗରେ ବିଭକ୍ତ କରାଯାଇଥିଲା। ଯେମିତିକି ଗୋଟେ ବାହିନୀ ନାମରେ ମନେ ରଖ, ଯେମିତି ଲୌହସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ, ସମ୍ବଲପୁର ବାହିନୀ ଆଦି ବିଭିନ୍ନ ନାମରେ ବିଭକ୍ତ କରାଯାଇଥିଲା। ସତ୍ୟାଗ୍ରାହୀ ମାନଙ୍କୁ କ'ଣ କରିଥିଲା କି ଚାରିଟି ମାନେ ସତ୍ୟାଗ୍ରହୀ ଭାବରେ ବିଭାଗ କରାଯାଇଥିଲା। ବିଭିନ୍ନ ଭାଗରେ ଯେଉଁ କାମ ଯିଏ କରିବ ସେ ଭାଗରେ ବିଭକ୍ତ କରାଯାଇଥିଲା, ଗ୍ରୁପ ୱାଇଜ କରାଯାଇଥିଲା। ଯେମିତିକି ଲୌହସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ ଏବଂ ସମ୍ବଲପୁର ବାହିନୀ। ମନେ ରଖ, ଇମ୍ପୋର୍ଟାଣ୍ଟ। ତାହେଲେ ଇଞ୍ଚୁଡ଼ି ଯେଉଁକୁ ଦ୍ୱିତୀୟ ଦାଣ୍ଡି କୁହାଯାଏ। ମନରେ କ୍ୱେଶ୍ଚିନ୍ ଆସିଥିବ, ମୁଁ କହିଛି ଯେ ଆମେ ଦ୍ୱିତୀୟ ଦାଣ୍ଡି କାହାକୁ କୁହାଯାଏ, ତାର କାରଣ କ'ଣ ଅଛି? ଆମେ କାହାକୁ ଇଞ୍ଚୁଡ଼ି କ'ଣ ପାଇଁ ଆମେ ଦ୍ୱିତୀୟ ଦାଣ୍ଡି କହୁଛୁ, ପୁରୀକୁ କ'ଣ ପାଇଁ ଆମେ ଦ୍ୱିତୀୟ ଦାଣ୍ଡି କହିନାହୁଁ, ଏ ବିଷୟରେ ସବୁ ବିଷୟରେ ଆମେ ଜାଣିବା। ଦେଖ, ଯେତେବେଳେ ଗୁଜରାଟରେ ଆମର ଦାଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା, ସାବରମତୀ ଆଶ୍ରମ ଠାରୁ ଗୁଜରାଟର ଯେଉଁ ଦାଣ୍ଡି ସ୍ଥାନ ଥିଲା ସେ ପର୍ଯ୍ୟନ୍ତ
महात्मा गांधी कौन थे गोटे यात्रा आरंभ करते जोटा 78 जन को लेकर से यात्रा करते सहित मिसी 79 मन रख जो दांडी यात्रा होता साबरमती आश्रम ठारू आम गुजरात चिंटूजी जो होता है केते जन मेम्बर थे 70 किंतु महात्मा गांधी मिसाइले 79 जन रही है। महात्मा गांधी कौन थे लुण गोटे जगह जाते इंस्टीट्यूट गोटे सकाल सकाल को जाते सकाल समय था से समय मुठाई बाली को धरी लुण आईन भंग करदे 1930 मसीह एप्रिल मास 6 तारिख रही है। तार किसी दिन पर गुजरात जो दांडी यात्रा सरला इंस्टीट्यूट सत्याग्रह आरंभ होता लवण सत्याग्रह होता जहाँ द्वितीय स्थान अधिकार कर द्वितीय दांडी नाम परिचित इंस्टीट्यूट सत्याग्रह आम इंस्टीट्यूट जो दांडी यात्रा को परिचित एथिरे गांधीजी जो दिन दांडी रे गांधीजी जिन दिन दांडी रे लवण आईन भंग करते से दिन 21 जन मन रख 21 जन सत्याग्रह कौन जोगदान देते सत्याग्रह कौन करते 21 जन थे जो इंस्टीट्यूट सत्याग्रह होता इंस्टीट्यूट द्वितीय दांडी होता से जन जोगदान थे 21 जन मन रख कि जदि आम गोपबंधु चौधरी आचार्य हरिहर को मिशीद 23 जन मन रख जे इंस्टीट्यूट सत्याग्रह जो होता से केते जन जोग देते सत्याग्रह में केते जन जोग थे 21 जन किंतु जदि आम समेत गोपबंधु चौधरी एवं आचार्य हरिहर को मिशीद पे 23 जन हेबे। ए जो आंदोलन होता स्वराज आम स्वराज आश्रम ठार आरंभ कर इंस्टीट्यूट जमी आम गुजरात देखी साबरमती आश्रम ठार आरंभ होकर दांडी पर्यटन सेपरी कटक गोटे जगह अच्छे स्वराज आश्रम जाकर इंस्टीट्यूट पर्यंत जाते अभियात्रा बढ़े पदयात्रा आरंभ करते इंस्टीट्यूट कौन करते कि लवण आईन सत्याग्रह करते यार नेतृत्व किए थे गोपबंधु चौधरी और आचार्य हरिहर दास रही मन रख इंपोर्टाट आते जन जोगदान थे 21 जन बारंबार कहबार कारण हूँ पे तुम मन रख भूल ना से कौन करते कि जितेबले ये आरंभ होता आम इंस्टीट्यूट सत्याग्रह जो आरंभ होता केत मसीह आरंभ है 1930 मसीह 1930 मसीह आरंभ होगी केते मसीह जाइथिला एटा एप्रिल 16 तारिख कौन होता कि एप्रिल 16 हम एप्रिल 16 ले कौन होता कि यही आंदोलन आरंभ होता किंतु ता पूर्व देखा जे इतने कौन घटी एप्रिल 8 तारिख दिन चांदोर ठारे गोपबंधु चौधरी को निषेधाकारी आदेश अमान्य अभियोगर गिरफ करने को आचार्य हरिहर पदयात्रा को संग्राम को नेतृत्व नेले और से 1930 मसीह एप्रिल मास 12 तारिख इंस्टीट्यूट पहुंचते केते मसीह 1930 मसीहा एप्रिल मास 12 तारिख इंस्टीट्यूट पहुंचते देख मन रखुच जे देख आउ थे मुझे कहीदे जो सत्याग्रह आरंभ होता से इंस्टीट्यूट जो सत्याग्रह आरंभ होता इंस्टीट्यूट जो लवण आईन सत्याग्रह आरंभ होता से जोगदान थे आम 21 जन आ तार नेतृत्व थे गोपबंधु चौधरी एवं आचार्य हरिहर दास यह आरंभ होता आम स्वराज आश्रम ठारू कोठी आम आरंभ होता आरंभ होता स्वराज आश्रम ठारू इंस्टीट्यूट पर्यंत यात्रा होता से कौन होना आमर जो सत्याग्रह जो आरंभ होता से जो आरंभ करते 1930 मसीह एप्रिल मसीह आरंभ करते कौ दिन आरंभ करते जो दिन महात्मा गांधी लवण आईन सत्याग्रह भंग कले कौटे दांडी के लवण सत्याग्रह भंग करते 6 तारिख दिन 6 तारिख दिन जो महात्मा गांधी दांडी रे लवण आईन भंग कले दांडी रे गोटे मुठाए बाली देकर लवण आईन भंग कले से ही दिन आम ओडिशा जो निष्पत्ति नहीं जे बालेश्वर जो निष्पत्ति नहीं जे आम आईन अमान्य आंदोलन आरंभ करूँ ता परिप्रेक्षी कौन करा इंस्टीट्यूट द्वितीय थर द्वितीय थर द्वितीय दांडी मठर परिचित अटंती से दिन एप्रिल 6 तारिख दिन कौन दांडी यात्रा द्वितीय दांडी आरंभ होता ए 21 जन आरंभ माने जोगदान थे और नेतृत्व थे गोपबंधु चौधरी सॉरी आउ आचार्य हरिहर दास रही यह जो आरंभ होता से आरंभ होता एप्रिल 6 तारिख मन रख 1930 मसीहा एप्रिल मास 6 तारिख दिन द्वितीय दांडी आरंभ होता एप्रिल 8 तारिख दिन कौन कहला गोपबंधु चौधरी को
ଗିରଫ କରିଥିଲେ ବ୍ରିଟିଶର ମାନେ, ଯାହାର ପରବର୍ତ୍ତୀ ନେତୃତ୍ୱ ନେଇଥିଲେ ଆଚାର୍ଯ୍ୟ ହରିହର ଦାସ ନେତୃତ୍ୱ ନେଇଥିଲେ। ଏହି ନେତୃତ୍ୱରେ ନେଇଗଲା ପରେ 1930 ମସିହାରେ ଏପ୍ରିଲ ମାସ 12 ତାରିଖ ଦିନ ସେମାନେ ଇଞ୍ଚୁଟି ପହଞ୍ଚିଥିଲେ। କେତେ ତାରିଖ ଦିନ ପହଞ୍ଚିଥିଲେ ମନେ ରଖ, 1930 ମସିହା ଏପ୍ରିଲ ମାସ 12 ତାରିଖ ପହଞ୍ଚିଥିଲେ। କେବେ ଆରମ୍ଭ ହେଇଥିଲା? 1930 ମସିହାରେ ଏପ୍ରିଲ 6 ତାରିଖ ଦିନ ଆରମ୍ଭ ହେଇଥିଲା। କିନ୍ତୁ ପହଞ୍ଚିଥିଲେ ମଝିରେ କଣ ଥିଲା କି ଆମ ଗୋପବନ୍ଧୁ ଚୌଧୁରୀକୁ ଗିରଫ କରିଥିଲେ ବ୍ରିଟିଶର ମାନେ ଏବଂ ତାର ନେତୃତ୍ୱ ଥିଲେ ଆଚାର୍ଯ୍ୟ ହରିହର। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ସବୁ ଜାଣନ୍ତି ନାହିଁ, କିନ୍ତୁ ସମସ୍ତେ ଜାଣିଛନ୍ତି ଦାଣ୍ଡି ଯାତ୍ରା ଭିତରେ, କିନ୍ତୁ ଇଞ୍ଚୁଡ଼ି ଯାତ୍ରା ଯୋଉ ହେଇଥିଲା ଦ୍ୱିତୀୟ ଦାଣ୍ଡି ତା ବିଷୟରେ ଜାଣନ୍ତି ନାହିଁ, ତେଣୁକରି ମୁଁ କହୁଛି ସେଗୁଡିକ। ତାପରେ କଣ ହେଇଥିଲା କି ତାର ନେତୃତ୍ୱ ନେଇଥିଲେ ଆମ ଆଚାର୍ଯ୍ୟ ହରିହର ନେଇଥିଲେ। ଆଉ ଏଥିରେ 1930 ମସିହା ଏପ୍ରିଲ ମାସ 12 ତାରିଖ ଦିନ ପହଞ୍ଚିଥିଲେ। ରମା ଦେବୀ, ମାଳତୀ ଦେବୀ, ତା ସହିତ ଆମ କୋକିଲା ଦେବୀ, ଜାହ୍ନବୀ ଦେବୀ, ସୁଭଦ୍ରା ସମେତ ଆଦି ନାରୀ ନେତ୍ରୀ ମଧ୍ୟ ଇଞ୍ଚୁଟିକୁ ପହଞ୍ଚିଥିଲେ। ଦେଖ ଏଥିରେ ମଧ୍ୟ ନାରୀ ମାନଙ୍କର ପୁରୁଷ ମାନଙ୍କର ତାଙ୍କର କାନ୍ଧରୁ କାନ୍ଧ ମିଲେଇ କଣ ଥିଲେ କି ଏହି ଯୋଉ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ହେଇଥିଲା ତାର ଯୋଗଦାନ ଦେଇଥିଲେ ବା ଆଇନ ଅମାନ୍ୟ ଆନ୍ଦୋଳନ ହେଇଥିଲା ତାର ନେତୃତ୍ୱ ମଧ୍ୟ ନେଇଥିଲେ। 1913 ମସିହାରେ 1930 ମସିହା ଏପ୍ରିଲ ମାସ 13 ତାରିଖ ଦିନ ଆଚାର୍ଯ୍ୟ ହରିହର ମଧ୍ୟ କଣ କରିଥିଲେ କି ଇଞ୍ଚୁଡ଼ି ଠାରେ ଲବଣ ଆଇନ ଭଙ୍ଗ କଲେ। କେହି ନେତୃତ୍ୱ ନେଇଥିଲେ? ଏଠାରେ ଆଚାର୍ଯ୍ୟ ହରିହର। ଆଉ ଏଥିରେ ଇଞ୍ଚୁଡ଼ିରେ ପହଞ୍ଚିଲେ ଲବଣ ଆଇନ ଭଙ୍ଗ କରିଥିଲେ। ମନେ ରଖ ଯେ କେବେ ଆରମ୍ଭ ଥିଲା? ଏପ୍ରିଲ ମାସ ଆମ 1930 ଏପ୍ରିଲ ମାସ 6 ତାରିଖ ଦିନ ଏବଂ ତାହା ଶେଷ ହୋଇଥିଲା କେବେ ମସିହାରେ? 1930 ମସିହା ଏପ୍ରିଲ ମାସ 13 ତାରିଖ ଦିନ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିରେ ପହଞ୍ଚିକି ଲବଣ ଆଇନ ଭଙ୍ଗ କରିଥିଲେ ଏବଂ ଆଚାର୍ଯ୍ୟ ହରିହର ତାଙ୍କ 7 ଜଣ କର୍ମୀକୁ ଗିରଫ କରାଯାଇଥିଲା। ଯେଉଁ ସମୟରେ ଇଞ୍ଚୁଡ଼ି ଲବଣ ଆଇନ ଭଙ୍ଗ କରାଗଲା ସେ ସମୟରେ ଆଚାର୍ଯ୍ୟ ହରିହର ସମେତ 7 ଜଣକୁ ଗିରଫ କରାଯାଏ। ମନେ ରଖ ଯେ ଯେତେବେଳେ ଆଚାର୍ଯ୍ୟ ହରିହର ପହଞ୍ଚିଥିଲେ ଇଞ୍ଚୁଡ଼ିକୁ କେତେ ଜଣ ଲୋକଙ୍କୁ ବା କେତେ ଜଣ ସତ୍ୟାଗ୍ରହଙ୍କୁ ବ୍ରିଟିଶ ମାନେ ଗିରଫ କରିଥିଲେ? ସେଟା ହଉଛି 7 ଜଣ। ମନେ ରଖ 1930 ମସିହା ଏପ୍ରିଲ ମାସ 20 ତାରିଖ ଦିନ ରମା ଦେବୀ, ମାଳତୀ ଦେବୀ ନେତୃତ୍ୱରେ ବହୁ ନାରୀ ନବଲବଣ ଆଇନ ଭଙ୍ଗ କରିଥିଲେ। ମନେ ରଖ ଯେ ତାପରେ 1930 ମସିହା ଏପ୍ରିଲ ମାସ କେତେ ତାରିଖ? 20 ତାରିଖ ଦିନ ରମା ଦେବୀ, ମାଳତୀ ଦେବୀ ମଧ୍ୟ କଣ ଥିଲେ ଏହି ଲବଣ ଆଇନ ଯୋଉ ହେଇଥିଲା ଭଙ୍ଗ କରିଥିଲେ ବହୁତ ନାରୀ। ତାହେଲେ ଯୋଉ ଆନ୍ଦୋଳନ ଆମେ ଦେଖିଲା ପ୍ରଥମ ଦେଖିଥିଲା ତ ଆମେ କେଉଁ ଜାଗାରେ ଏହି ଆନ୍ଦୋଳନ ଲବଣ ଆଇନ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ ପ୍ରସାରିତ ହଉଛି, ଯେମିତି ଦେଖିଲା କଟକରେ, ତାପରେ ଗଞ୍ଜାମରେ, ଏଇ ଜାଗାରେ ପ୍ରଭୃତି ଜାଗାରେ ଆକ୍ଟିଭ ଥିଲେ ତାଙ୍କୁ 4ଟି ବାହିନୀରେ ବିଭକ୍ତ କରାଯାଇଥିଲା। ଏବଂ ଆମେ ପରବର୍ତ୍ତୀ ଦେଖିଲା ଯେ ଯୋଉ ଇଞ୍ଚୁଡ଼ି ଦ୍ୱିତୀୟ ଦାଣ୍ଡି ଯାତ୍ରା କାହାକୁ କୁହାଯାଏ ସେ ବିଷୟରେ ଆମେ ପଢି ସାରିଛେ। ଏବେ ଦେଖିବା ଆମେ ସେ ଆନ୍ଦୋଳନ କେମିତି ପ୍ରସାରିତ ହୋଇଥିଲା, ମାନେ କେଉଁ ଜାଗାରେ ବହୁତ ଭାବରେ ପ୍ରସାରିତ ହେଇଥିଲା ସେ ଜିନିଷ ଦେଖିବା। ଯେମିତିକି ଇଞ୍ଚୁଡ଼ିର ପରେ ଯୋଉ ସତ୍ୟାଗ୍ରହ ଆରମ୍ଭ ହେଇଥିଲା, ଇଞ୍ଚୁଡ଼ିରେ ଯୋଉ ଦ୍ୱିତୀୟ ଦାଣ୍ଡି ଆରମ୍ଭ ହେଇଥିଲା ତାପରେ ପରେ ସ୍ୱାର୍ଥା, ତାପରେ ଜମାଗୁଣ୍ଡା, ଇରମ, ତାପରେ ଚୁଣ୍ଡାମଣି, ତାପରେ ବିଦେହୀପୁର ଏ ଜାଗାରେ କଣ କରୁଥିଲା କି ଅଧିକ ସ୍ଥାନରେ ଲବଣ ଆଇନ ସତ୍ୟାଗ୍ରହ କଣ ଥିଲା ଭଙ୍ଗ କରାଯାଇଥିଲା। ପ୍ରଥମ ଦେଖିବା ଆମେ ଯୋଉ ସ୍ୱାର୍ଥା, ଏଥିରେ କଣ ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ, ନୀଲମ୍ବର ଦାସ ସମେତ ଅନେକ ସତ୍ୟାଗ୍ରହୀ କଣ ଯୋଗ ଦେଇଥିଲେ ଏବଂ ଏଥିରେ ଲୋକମାନଙ୍କୁ ଯୋଉ ସତ୍ୟାଗ୍ରହ ମଧ୍ୟ ଗିରଫ କରାଯାଇଥିଲା। ଏମାନଙ୍କୁ ଗିରଫ କରାଯାଇଥିଲା କାହାକୁ? ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ, ନୀଲାମ୍ବର ଦାସ ସମେତ ଅନେକ ସତ୍ୟାଗ୍ରହ ମାନଙ୍କୁ କି ଏଥିରେ ଗିରଫ କରାଯାଇଥିଲା। ମନେ ରଖ। ତାପରେ ଦେଖ କୁଜଙ୍ଗରେ କଣ ଥିଲା? 1930 ମସିହାରେ ଏପ୍ରିଲ ମାସ 8 ତାରିଖ ମେ ମାସ 8 ତାରିଖ ଦିନ କଣ ଆମ ନାରାୟଣ ବୀରବର ସାମନ୍ତ ଓ ରମାଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ଲବଣ ଆଇନ ସତ୍ୟାଗ୍ରହ ଆରମ୍ଭ ହେଇଥିଲା। ମନେ ରଖ ଯେ କୁଜଙ୍ଗ ଠାରେ କେଉଁ 2ଟି ନାରୀ ନେତୃତ୍ୱରେ ଲବଣ ଆଇନ ସତ୍ୟାଗ୍ରହ ଆରମ୍ଭ ହେଇଥିଲା ସେଟା ହଉଛି ମନେ ରଖ ମାଳତୀ ଦେବୀ ଏବଂ ରମା ଦେବୀ ଏବଂ ତା ସହିତ ଗୋଟେ ଆମ ପୁରୁଷ ସତ୍ୟାଗ୍ରହୀ ଥିଲେ ନାରାୟଣ ବୀରବର ସାମନ୍ତ। ଇମ୍ପୋର୍ଟାଣ୍ଟ ରହିଛି, ବହୁତ ଇମ୍ପୋର୍ଟାଣ୍ଟ, କାରଣ ନାରୀ ନେତ୍ରୀ ମାନଙ୍କର ଦ୍ୱାରା ଏହି ଆନ୍ଦୋଳନଟି ଆଗକୁ ଯାଇଥିଲା। ଏଥିରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଯେ କୁଜଙ୍ଗ ଯୋଉ ରାଣୀ ଥିଲେ ଆମ ଭାଗ୍ୟବତୀ ପାଟ ମହାଦେଇ ସେ ମଧ୍ୟ ଯୋଗଦାନ ଦେଇଥିଲେ ଏହି ଆନ୍ଦୋଳନରେ। ଯୋଉ ଲବଣ ସତ୍ୟାଗ୍ରହ ହେଇଥିଲା କୁଜଙ୍ଗରେ ସେ ନେତୃତ୍ୱ ନେଇଥିଲେ ବା ଯୋଗଦାନ ଦେଇଥିଲେ। ନେତୃତ୍ୱ ନେଇଥିଲେ ରମା ଦେବୀ ଏବଂ ମାଳତୀ ଦେବୀ ଏବଂ ବୀରବର ସାମନ୍ତ।
ମନେ ରଖ। ତାପରେ ପୁରୀରେ ମଧ୍ୟ କଣ ଥିଲା କି ନୀଳକଣ୍ଠ ଦାସ ଜଗନ୍ନାଥ ଦାସ ରଥଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ମନେ ରଖ। ତାପରେ ଦେଖବା ଗଞ୍ଜାମରେ ମଧ୍ୟ ଏହି ଆନ୍ଦୋଳନ ପ୍ରସାରିତ ହୋଇଥିଲା, ଯେମିତିକି ବିଶ୍ୱନାଥ ଦାସ, ତାପରେ ଆମର ଥିଲା ନିରଞ୍ଜନ ପଟ୍ଟନାୟକ, ଶଶି ଭୂଷଣ ରଥ, ଦେବାକର ପଟ୍ଟନାୟକ, ସାରଳା ଦେବୀ, ମାଳତୀ ଦେବୀ, ଏହି ନାନୀ ନେତ୍ରୀ ମଧ୍ୟ ଏହି ଆନ୍ଦୋଳନରେ ଯୋଉ ଗଞ୍ଜାମରେ ଯୋଉ ହେଇଥିଲା ଆନ୍ଦୋଳନ ସେଥିରେ ମଧ୍ୟ ଯୋଗଦାନ ଦେଇଥିଲେ। ତାପରେ ଗଞ୍ଜାମ, ମୁହାଁ, ଲକ୍ଷ୍ମୀପୁର, ପଲ୍ଲୀନନ୍ଦ ଆଦି ସ୍ଥାନରେ ମଧ୍ୟ ଲବଣ ଆଇନ ମାନେ କେନ୍ଦ୍ରସ୍ଥଳୀ ରହିଥିଲା। ତାହେଲେ ଯୋଉ ଆମେ ଓଡ଼ିଶାରେ ମଧ୍ୟ ଦେଖିବା ଯେ ତାଙ୍କର ଆନ୍ଦୋଳନ କରିବା ପାଇଁ ଯୋଉ କାର୍ଯ୍ୟକ୍ରମ ଥିଲା, ସର୍ତ୍ତାବଳୀ ଥିଲା, ଆମେ ପ୍ରଥମେ କଣ କରିବା ଯେ ଆମେ ଏହି ଆନ୍ଦୋଳନକୁ ଆଗକୁ ନେବା ପାଇଁ ଆମର କାର୍ଯ୍ୟକ୍ରମ କଣ, ଆମର ଲକ୍ଷ୍ୟ କଣ, ଆମେ କଣ କରିବା। ଗୋଟେ ଆନ୍ଦୋଳନ ଆରମ୍ଭ କରିବା ତାର ଲକ୍ଷ୍ୟ ହେଉଛି ଆମେ ଡିସାଇଡ୍ କରିବା, ଅବଜେକ୍ଟ ଆମେ ଡିସାଇଡ୍ କରିବାର ଅଛି। ସେମିତି ଆମେ ଦେଖିଥିଲା ଯୋଉ ପ୍ରଥମେ ଦେଖିଥିଲା ଦାଣ୍ଡି ଯାତ୍ରା ଯୋଉ କଲା ତାର ମଧ୍ୟ ଆମେ କାର୍ଯ୍ୟକ୍ରମ ଦେଖିଥିଲା ଯେ ସେଥିରେ ଆମେ ଯେତେ ବି ଓକିଲାତି କରୁଛନ୍ତି, ବ୍ୟବସାୟ କରୁଛନ୍ତି ସେମାନେ ତ୍ୟାଗ କରିବେ। ତା ସହିତ ଯେତେ ବି ଷ୍ଟୁଡେଣ୍ଟ ମାନେ ରହୁଛନ୍ତି ସେମାନେ ସରକାରୀ ବେସରକାରୀ କଲେଜକୁ ତ୍ୟାଗ କରିବେ ଏବଂ ଯୋଗଦାନ ଦେବେ। ସମସ୍ତ ବୃଦ୍ଧରୁ ଯୁବକ ପର୍ଯ୍ୟନ୍ତ ସମସ୍ତେ କଣ ଚରକ କାଟିବେ। ଏସବୁ ଯେତେବେଳେ ପଢି ସାରିଥିଲା ତାର କାର୍ଯ୍ୟକ୍ରମ ଥିଲା ଦାଣ୍ଡି ଯାତ୍ରାର। ଏ ଆମ ଓଡ଼ିଶାରେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ ଯୋଉ କରିବାର ଅଛି ତାର କାର୍ଯ୍ୟକ୍ରମ ଗୋଟେ ପ୍ରଥମ ଆନ୍ଦୋଳନର ଯୋଉ କାର୍ଯ୍ୟକ୍ରମ ଅଛି ସାମାଜିକ ବାସିନ୍ଦା ବିଦେଶୀ ବସ୍ତ୍ରକୁ ବର୍ଜନ କରିବା ଓ ଚୌକିଦାରୀ କର ଉଚ୍ଛେଦ କରିବା, ତା ସହିତ ନିଶା ନିବାରଣ କରିବା। ଇମ୍ପୋର୍ଟାଣ୍ଟ ମୁଖ୍ୟ ଯୋଉ କାର୍ଯ୍ୟକ୍ରମ ଥିଲା ଏସବୁ, କିନ୍ତୁ ତା ବଦଳରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା, ଅନ୍ୟାନ୍ୟ ଲକ୍ଷ୍ୟ ମଧ୍ୟ ରହିଥିଲା ଏହି ଆନ୍ଦୋଳନର। ପ୍ରଥମେ ଦେଖିବା ଯୋଉ ସାମାଜିକ ବାସନ୍ଦ କାର୍ଯ୍ୟକ୍ରମର ଗୋଟେ ଲକ୍ଷ୍ୟ, ଯୋଉମାନେ ଯଦି ଇଂରେଜ ମାନଙ୍କୁ ସହଯୋଗ କରୁଛନ୍ତି ବା ଯୋଉମାନେ ଇଂରେଜ ସରକାରକୁ ସହଯୋଗ କରୁଥିବେ ସେହି ବ୍ୟକ୍ତିମାନଙ୍କୁ କଣ ସାମାଜିକ ବାସନ୍ଦ କରାଯିବ। ମାନେ ଯଦି କୌଣସି ବ୍ରିଟିଶ ମାନଙ୍କୁ ଯଦି କିଏ ଓଡ଼ିଶାର ଲୋକମାନେ ହେଲ୍ପ କରୁଥିବେ, ସାହାଯ୍ୟ କରୁଥିବେ ବିଭିନ୍ନ କ୍ଷେତ୍ରରେ, ତାହେଲେ ସେ ବ୍ୟକ୍ତିକୁ କଣ ଯିବା କି ସାମାଜିକ ବାସନ୍ଦ କରାଯିବ। ସେ ସାମାଜିକ ବାସନ୍ଦ କେମିତି କରିବା? ଏହି ସାମାଜିକ ବାସନ୍ଦ ବା ସାମାଜିକ ବାସନ୍ଦ ବହୁତ ସଫଳତା ହେଇଥିଲା। କୋଉଠାରେ? ଏନ୍ଜିଓରେ ସଫଳତା ହେଇଥିଲା। ଆଉ ସମସ୍ତଙ୍କୁ ବାସନ୍ଦ କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ ସରକାରୀ କର୍ମଚାରୀ ମାନେ ଯୋଉ ଥିଲେ, ବ୍ରିଟିଶ ମାନଙ୍କୁ ଯୋଉ ହେଲ୍ପ କରୁଥିଲେ ବା ଯୋଉ ଇଂରେଜ ମାନଙ୍କୁ ସାହାଯ୍ୟ କରୁଥିଲେ ବିଭିନ୍ନ କ୍ଷେତ୍ରରେ, ସେମାନଙ୍କ ସାମାଜିକ ବାସନ୍ଦ କରାଯାଇଥିଲା। ଏବଂ ସେଥିରେ କଣ କଣ ସେମାନଙ୍କୁ ବାସନ୍ଦ କରାଯାଇଥିଲା? ସେମାନଙ୍କୁ ଜାଲେଣୀ କାଠ, ଚାଉଳ, ଲୁଣ ଆଦି ଜିନିଷ ପାଇ ନଥିଲେ। ବୁଝିଲା ତ? ଯେ ଯେଉଁ ବ୍ୟକ୍ତିମାନେ ରହିଥିଲେ ସେ ବ୍ୟକ୍ତିମାନେ କଣ କରୁଥିଲେ କି ସରକାରୀ ବ୍ୟକ୍ତିମାନଙ୍କୁ ଯଦି କୌଣସି ସାହାଯ୍ୟ କରୁଥିବେ ତାହେଲେ ତାଙ୍କୁ ସାମାଜିକ ବାସନ୍ଦ କରାଯିବ ଏବଂ ଜାଲେଣୀ କାଠ, ଚାଉଳ, ଲୁଣ ଆଦି ଜିନିଷରୁ ତାଙ୍କୁ ବହିଷ୍କାର କରାଯିବ ବା ଦିଆଯିବ ନାହିଁ। ଆଉ ଗୋଟେ କଥା, ଯେକୌଣସି ସରକାରୀ କର୍ମଚାରୀ ନିତ୍ୟ ପରିହାର୍ଯ୍ୟ ତଥା ଜାଲେଣୀ କାଠ, ଚାଉଳ, ଲୁଣ ଆଦି ଜିନିଷ ପାଇ ପାରୁନଥିଲେ ଏବଂ ଯାହା ଫଳରେ ସେମାନେ ଯେଉଁମାନେ ବ୍ୟକ୍ତିମାନେ ଯେହେତୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ମାନେ ଆସିକିରି ଆମ ଦେଶରେ ରହୁଥିଲେ, ପ୍ରଥମ କଥା ତ ଯେଉଁମାନେ ସାହାଯ୍ୟ କରୁଛନ୍ତି ତାଙ୍କୁ ଜାଲେଣୀ କାଠ, ଚାଉଳ, ଲୁଣ ଆଦି ଦିଆଯିବ ନାହିଁ। ତାହା ସହିତ ଯୋଉ ବ୍ୟକ୍ତିମାନେ ସରକାରକୁ ଖାଇବା ଖାଦ୍ୟ, ଲୁଣ, ଚାଉଳ ଏସବୁ ଦେଉଥିଲେ ସେମାନଙ୍କୁ ମଧ୍ୟ ନ ଦେବା ପାଇଁ ଆଦେଶ ଦିଆଯାଇଥିଲା। ଯଦି ଏପରି ଦେଉଥିବେ ତାକୁ ସମାଜର ବାସନ୍ଦ କରାଯିବ। ସତ୍ୟାଗ୍ରହୀ ମାନେ ତା ସହିତ ସାମ୍ବାଦିକ ପୁଲିସ ମାନଙ୍କୁ ଆବଶ୍ୟକ ସାମରିକ ଯୋଗାଏ ନାହିଁ। ଯୋଉ ସତ୍ୟାଗ୍ରହୀ ମାନେ ଥିଲେ, କାରଣ ଜନସାଧାରଣ ମାନେ ଥିଲେ କଣ କରୁଥିଲେ କି ସେ ସାମ୍ବାଦିକ ପୁଲିସ ମାନଙ୍କୁ ଆବଶ୍ୟକ ସାମରିକ ଯୋଗାଉ ନଥିଲେ। ଯଦି ଯୋଗାଉଥିବେ ତାହେଲେ ସମାଜର ବାସନ୍ଦ କରାଯିବ। ତାପରେ ଆଉ ଗୋଟେ କାର୍ଯ୍ୟକ୍ରମ ହେଲା ନିଶା ନିବାରଣ। ଏଥିରେ କଣ କହିଲା କି ସର୍ବପ୍ରଥମେ ଗ୍ରାମରେ ଥିବା ଯେହେତୁ ତାଲ, ଖଜୁର ଗଛର କାଟିବା ପାଇଁ ସତ୍ୟାଗ୍ରହୀ ମାନଙ୍କୁ ଜନସାଧାରଣଙ୍କୁ ବୁଝାଗଲା। ଯେ ଆନ୍ଦୋଳନକାରୀ ମାନେ ଯୋଉ ରହିଥିଲେ ସମସ୍ତଙ୍କୁ ବୁଝାଗଲା ଯେ ତମେ ଯଦି ଖଜୁରୀ ଗଛ, ତାଲ ଗଛ କାଟ ନାହିଁ, ସେଥିରୁ ତମେ ନିଶା ତିଆରି କର ନାହିଁ ବୋଲି ସେମାନଙ୍କୁ ଜନସାଧାରଣ ମାନଙ୍କୁ ବୁଝାଗଲା। ଓ କଟକରେ ଯୋଉ ମଦ ଦୋକାନ ଥିଲା, ଗାଁ ମାନଙ୍କୁ ଯୋଉ ତାଠି ଦୋକାନ ଥିଲା, ସେ ଶାନ୍ତିପୂର୍ଣ୍ଣ ଧାରଣ ଦିଆଯାଇଥିଲା ଓ ଲୋକମାନଙ୍କୁ ନିଶାରୁ ନିବୃତ୍ତ କରାଯାଇଥିଲା। ଯୋଉ ଗାଁରେ ମନ୍ଦଭାଟି ମାନେ ବା ମଦ ଦୋକାନ ଥିଲା, ଗାଁ ମଣ୍ଡରେ ଯୋଉ ତାଢି ଦୋକାନ ମାନେ ଥିଲା, ସେମାନଙ୍କ ଜାଗାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇ ଲୋକମାନଙ୍କୁ ନିଶାରୁ ଛାଡ଼ିବା ପାଇଁ ଆଦେଶ ଦିଆଯାଇଥିଲା ବା ନିବୃତ୍ତ କରିବା ପାଇଁ ଦିଆଯାଇଥିଲା। ଏହିପରି ବିକ୍ଷୋଭ କରୁଥିବା ସମସ୍ତ ରମାଦେବୀ, ମାଳତୀ ଦେବୀଙ୍କୁ ବେତ୍ରାଘାତ ସହନ କରିବାକୁ ପଡ଼ିଥିଲା। ଦେଖ ଯୋଉ ଆମ ନାରୀ ନେତ୍ରୀ ମାନେ ଥିଲେ ସମସ୍ତଙ୍କୁ ଏହିପରି ସହ୍ୟ କରିବାକୁ ପଡୁଥିଲା, ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। କେଉଁମାନଙ୍କୁ? ଯୋଉ ଆମ
ଆମ ଭାରତୀୟର ବା ଓଡ଼ିଶାର ଯେଉଁ ନାରୀ ନେତ୍ରୀ ଥିଲେ ରମାଦେବୀ ମା ସାରଳା ଦେବୀ ଏମାନେ ବହୁତ କିଛି ସହିବାକୁ ପଡୁଥିଲା ନିଶା ନିବାରଣ ଦ୍ୱାରା। ତା ସହିତ ଚୌକିଦାର କର ଏଇ ଯୋଉ ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଆମ ରହିଥିଲା କିଏ ରହିଥିଲେ ଏଥିରେ ଗୌରମୋହନ ଦାସ ବିଦ୍ୟାଧର ରଥ ଏ ନେତୃତ୍ୱ 1931 ମସିହା ମେ ମାସରେ କ'ଣ ଆରମ୍ଭ ହୋଇଥିଲା। ମନେରଖ ଚୌକିଦାର କର ଉଚ୍ଛେଦରେ ଗୋଟେ ଶ୍ରୀଜଙ୍ଗ ପାଖରେ ଗୋଟେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେଥିରେ ନେତୃତ୍ୱ ନେଇଥିଲେ ଗୌରମୋହନ ଦାସ ଓ ବିଦ୍ୟାଧର ରଥ, ଯାହାକି 1931 ମସିହାରେ ଆରମ୍ଭ ହୋଇଥିଲା ମେ ମାସରେ। ଏଥିରେ କୁହାଯାଇଥିଲା କି ଯେଉଁମାନେ ଚୌକିଦାର ତଥା ଦଫାଦାରକୁ ଇଂରେଜ ସରକାରଙ୍କ ଗୋଲାମ ନ କରିବା ପାଇଁ କୁହାଯାଇଥିଲା। ଏଥିରେ ଉଦ୍ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିକୁ ଇସ୍ତଫା ଦେଲେ। କ'ଣ ଦେଖ ଇଞ୍ଚୁଡ଼ି ପାଖରେ ଗୋଟେ ଗାଁ ଥିଲା, ଅଞ୍ଚଳ ଥିଲା, ସେ ଜାଗା ହେଉଛି ଶ୍ରୀଜଙ୍ଗ। ଆଉ ଶ୍ରୀଜଙ୍ଗରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ ନେତୃତ୍ୱ ନେଇଥିଲେ ଗୌରମୋହନ ଦାସ ଓ ବିଦ୍ୟାଧର ରଥ ନେତୃତ୍ୱ ନେଇଥିଲେ, ଯାହାକି 1931 ଆରମ୍ଭ ହେଲା। ବୁଝିହେଲା? ଏତେ ବୁଝିହେଲା ତ? ଠିକ। ତାପରେ ଚୌକିଦାର ତଥା ଦଫାଦାର ମାନ ଯେଉଁ ଥିଲେ ବ୍ରିଟିଶ ଅଣ୍ଡରରେ ଯେଉଁ କାମ କରୁଥିଲେ ତାଙ୍କର ଗୁଲାମୀ ନ କରିବା ପାଇଁ କୁହାଗଲା ଏବଂ ଏଥିରେ ସମସ୍ତେ ପ୍ରେରିତ ହେଇକି ଅନ୍ୟ କେତେଜଣ ମାନେ ସଂଗ୍ରାମୀରେ ଯୋଗଦାନ ଦେଇଥିଲେ ଏବଂ ଚୌକିଦାର ଏବଂ ଦଫାଦାର ଯେଉଁ ରହିଥିଲେ ସେମାନେ ଚାକିରିରୁ ତାଙ୍କୁ ଇସ୍ତଫା ଦେଇଥିଲେ। ଏହି ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଲୋକମାନଙ୍କୁ ପୁଲିସ କ'ଣ କରିଥିଲେ, ଲାଠିଚାର୍ଜ କରିଥିଲେ ଏବଂ ସତ୍ୟାଗ୍ରହ ମାନଙ୍କୁ ଗିରଫ କରିଥିଲେ। ଯେଉଁଥିଲେ ବେଲେ ଇଂରେଜ ମାନେ କ'ଣ ଥିଲେ କି ଲୋକମାନଙ୍କୁ ଗିରଫ କରାଗଲା, ଗୁଲି ଚାଳନା କଲା, ତାଙ୍କୁ ଲାଠିଚାର୍ଜ କରାଗଲା। ଗ୍ରାମବାସୀ ମାନେ ଯେହେତୁ ଏହି ଆନ୍ଦୋଳନକୁ ଆରମ୍ଭ କରିଥିଲେ ଏବଂ ତାଙ୍କର ଯେଉଁ ସ୍ଥାନୀୟ ନେତା ଥିଲେ ତାଙ୍କୁ ସ୍ଥାନୀୟ ନେତାମାନଙ୍କୁ କ'ଣ କଲା, ଗିରଫ କରିଦେଇଥିଲେ। ଯାହାଫଳରେ ଲୋକମାନେ ବହୁତ କ୍ରୋଧିତ ହୋଇଥିଲେ, ପୁଲିସ ବାହିନୀ ଉପରେ ମାରଧାର କରିଥିଲେ ବା ପୁଲିସ ମାନଙ୍କୁ ମଧ୍ୟ ମାରି ଦେଇଥିଲେ। ଯାହାଫଳରେ 54 ଜଣ ବ୍ୟକ୍ତିକୁ ଗିରଫ କରାଗଲା। ଯେଉଁ ଆନ୍ଦୋଳନ ହେଇଥିଲା ପିଲାମାନେ ଶ୍ରୀଜଙ୍ଗରେ, ସେଥିରେ ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥ ନେତୃତ୍ୱ ଥିଲେ। ଆଉ କୁହାଯାଇଥିଲା ସେଥିରେ ତାଙ୍କ ଲକ୍ଷ୍ୟ ଥିଲା ଯେ ଯେତେ ବି ତୁମେ ମାନେ ଅଛ ଚୌକିଦାର ଓ ଦଫାଦାର ମାନେ ସମସ୍ତେ ବ୍ରିଟିଶ ଗୁଲାମୀ ନ କରିବା ପାଇଁ କୁହାଗଲା ଏବଂ ଏଥିରେ ଉଦ୍ବୁଦ୍ଧ ହେଇକି ଲୋକମାନେ କ'ଣ କରିଥିଲେ, ଚୌକିଦାର ଓ ଦଫାଦାର ଚାକିରିକୁ ଛାଣି ଦେଇଥିଲେ ଏବଂ ପୁଲିସ କ'ଣ କରିଥିଲେ କି ତାଙ୍କୁ ସେ ଯେଉଁ ଛାଣି ଦେଉଥିଲେ ବ୍ରିଟିଶ ମାନଙ୍କ ଅଣ୍ଡରରେ କାମ ନ କରିବା ପାଇଁ ଯେଉଁ ଚୌକିଦାର ଏବଂ ଦଫାଦାର ମାନେ ଯେଉଁ ଚାକିରି ଛାଡ଼ିଦେଲେ ତାହାକୁ ଦମନ କରିବା ପାଇଁ କ'ଣ ବ୍ରିଟିଶ କଲେ ତାଙ୍କ ଉପରେ ଲାଠିଚାର୍ଜ କଲା ଏବଂ ଯେଉଁ ସ୍ଥାନୀୟ ନେତୃତ୍ୱ ରହିଥିଲେ ତାଙ୍କ ଉପରେ ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥକୁ କ'ଣ ଜେଲରେ ଭରିବା ଯୋଗୁଁ ପୁଲିସ ଉପରେ ଲୋକମାନେ କ୍ରୋଧିତ ହେଇକି ମାରପିଟ କରିଥିଲେ ଏବଂ 54 ଜଣକୁ ପୁଲିସ କ'ଣ କରିଥିଲା କି ଏଥିରେ ବନ୍ଦୀ କରିକି ନେଇଥିଲା ଓ ନେଇ ସାରିଥିଲା ତ ଠିକ କଥା। ତା ସହିତ କ'ଣ କି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଲୁଟ କରାଗଲା ଏବଂ ଗ୍ରାମବାସୀକୁ କୁହାଗଲା 6,000 ଟଙ୍କା ଶାନ୍ତିମୂଳକ କାରବାର ଦେବାକୁ ପଡ଼ିବ ବୋଲି କୁହାଗଲା। କେତେ ହଜାର? 6,000 ଟଙ୍କା। ସେ ସମୟରେ 6,000 ଟଙ୍କା ବୁଝିନିଅ ପିଲାମାନେ, ଆଜିର ଆମେ 6 ଲକ୍ଷ 7 ଲକ୍ଷ ଟଙ୍କା ହେବ ସହିତ ସମାନ ସେ ସମୟର। ତା ସହିତ ତାଙ୍କର ଯେଉଁ ବ୍ୟକ୍ତିଗତ ସମ୍ପତ୍ତି ଥିଲା, ଯେଉଁ ଗୌରମୋହନ ଦାସ ବିଦ୍ୟାଧର ରଥଙ୍କର ଯେଉଁ ବ୍ୟକ୍ତିଗତ ସମ୍ପତ୍ତିରେ ତାକୁ ମଧ୍ୟ କ'ଣ ଥିଲେ ବନ୍ଦୀ କରି ବା ନେଇଯାଇଥିଲେ। ତା ସହିତ ଆମେ ଦେଖିବା ଯେ ଯେଉଁ ଆନ୍ଦୋଳନ ହେଇଥିଲା ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ହେଇଥିଲା, ଏଥିରେ ନାରୀମାନଙ୍କର ଯେଉଁ ଓ ବାନର ସେନା ମାନଙ୍କର ବହୁତ ଭୂମିକା ରହିଅଛି। ମନେ ରଖ, ଯେଉଁ ଓଡ଼ିଶାରେ ଆଇନ ଅମାନ୍ୟ ହେଇଥିଲା ସେଥିରେ ବହୁତ ଇମ୍ପୋର୍ଟାଣ୍ଟ ରହିଛି କାହାର, ନାରୀମାନଙ୍କର ଜାଗରଣ ଏବଂ ବାନର ସେନାମାନଙ୍କ କାର୍ଯ୍ୟ। ଯେତେ ବି ମଦ ଦୋକାନ ଥିଲା ତା ସହିତ ଯେତେ ବି ଲୁଗା ଦୋକାନ ରହିଥିଲା ସେଥିରେ ଧାରଣା ଦେବା ପାଇଁ ବା ପତ୍ର ପ୍ରଚାର ବଣ୍ଟନ ପ୍ରଭୁତ୍ୱ କାମ କରୁଥିଲେ ନାରୀମାନଙ୍କ ଭଲ ଭାବରେ କରୁଥିଲେ। ଯେତେବେଳେ ଆମ ନାରୀ ନେତ୍ରୀମାନେ ଥିଲେ ସମସ୍ତେ ଲୁଗା ଦୋକାନ ଏବଂ ମଦ ଦୋକାନ ପାଖରେ ମାନେ ଧାରଣା ଦେବା ସହିତ ଯେଉଁ ସମ୍ବାଦ ପତ୍ର ବା ପ୍ରଚାର ପତ୍ର ବଣ୍ଟନ ପ୍ରଭୁତ୍ୱ କାମ କରୁଥିଲେ। ତା ସହିତ ଯେଉଁମାନେ ବାନର ସେନା କୁହାଯାଏ, ଯେଉଁମାନେ 16 ବର୍ଷରୁ କମ୍ ବୟସର ବ୍ୟକ୍ତିମାନେ ଥିଲେ ବା 16 ବର୍ଷରୁ କମ୍ ବୟସର ଛୁଆମାନେ ଥିଲେ, ପିଲାମାନେ ଥିଲେ, ସମସ୍ତେ ଏମାନେ ସତ୍ୟାଗ୍ରହ ରୂପେ ଯୋଗଦାନ ଦେଇଥିଲେ ଏବଂ ଏମାନେ ମଧ୍ୟ କ'ଣ ତାକୁ ଯାହାକି ବାନର ସେନା ରୂପେ ପରିଚିତ। ଏହି ସମୟରେ ଯେଉଁ 16 ବର୍ଷର କମ୍ ବୟସର ଛୁଆମାନେ ଥିଲେ ତାଙ୍କୁ କୁହାଯାଇଥିଲା ବାନର ସେନା କୁହାଯାଉଥିଲା ଏବଂ ଏଥିରେ ସେମାନେ ଯେଉଁ ବାନର ସେନା କୁହାଥିଲା ସେମାନେ କ'ଣ ଥିଲେ କି ଲୁଗା ଦୋକାନ ମଦ ଦୋକାନ ଧାରଣା ଦେବା ସହିତ ସମ୍ବାଦପତ୍ର ବଣ୍ଟନରେ ମଧ୍ୟ ଆଦି କାର୍ଯ୍ୟରେ ସେମାନେ କ'ଣ ଥିଲେ କି ଯୋଗଦାନ ଦେଇକି ଆମ ଆନ୍ଦୋଳନକୁ ସକ୍ସେସଫୁଲ କରିଥିଲେ ବା ସଫଳତା ସହିତ କରିଥିଲେ। ତାହେଲେ ଆମେ ଆଉ ଗୋଟେ କଥା ଜାଣିବାର ଅଛି କି
ଯେ ଯେଉଁ ସମୟରେ ଆମର ଆନ୍ଦୋଳନ ହେଇଥିଲା ସେହି ସମୟରେ କ'ଣ ଥିଲା, କଟକରୁ ବିଦ୍ରୋହୀ ଏବଂ ବାଲେଶ୍ୱରରୁ ବିପ୍ଳବୀ ନାମକ 2ଟି ବୁଲେଟିନ୍ ଜାରି କରାଥିଲା ବା ବଣ୍ଟନ କରାଯାଇଥିଲା ଲୋକମାନଙ୍କର ମଧ୍ୟରେ ବା ସତ୍ୟାଗ୍ରହୀମାନଙ୍କ ମଧ୍ୟରେ, ଜନସାଧାରଣଙ୍କ ମଧ୍ୟରେ। ତାହେଲେ ଏହି ଆନ୍ଦୋଳନ କେମିତି ଶେଷ ହେଲା? ଏହି ଆନ୍ଦୋଳନ କେମିତି ଶେଷ ହେଲା? ଯେଉଁ ଏତେ ମାତ୍ରାରେ ଯେଉଁ ପ୍ରସାରିତ ହେଇଥିଲା ତାହେଲେ କେମିତି ଶେଷ ହେଲା? ଏଥିରେ ବିଭିନ୍ନ ଯେତେ ବି ଲୋକମାନେ ଥିଲେ, ସ୍ୱାଧୀନତା ସଂଗ୍ରାମୀ ଥିଲେ, ସତ୍ୟାଗ୍ରହୀମାନେ ଥିଲେ, ତାପରେ ଆନ୍ଦୋଳନକାରୀମାନେ ରହିଥିଲେ, ସମସ୍ତଙ୍କୁ କ'ଣ କଲା ବ୍ରିଟିଶ ଗଭର୍ଣ୍ଣମେଣ୍ଟ, ଯେମିତିକି ତାଙ୍କ ନାଁ ଗୁଡ଼ାକ ହେଲା ହରେକୃଷ୍ଣ ମହାତାବ, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ନିଙ୍ଗରାଜ ମିଶ୍ର, ଯାଦୁମଣି ମହାରାଜ, କୃପାସିନ୍ଧୁ ହୋତା, ସାରଳା ଦେବୀ, ମାଳତୀ ଦେବୀ ଭଳି ସମସ୍ତଙ୍କୁ କ'ଣ କରିଥିଲା କି ବ୍ରିଟିଶ କ'ଣ କରିଥିଲେ, ପୁଲିସ କ'ଣ କରିଥିଲା କି ତାଙ୍କୁ ବନ୍ଦୀ କରିଥିଲା ଏବଂ ସମାଜ ଓ ପ୍ରଜାପତି ଓ ଆଶା ଏହି ଯେଉଁ ସମ୍ବାଦପତ୍ର ଥିଲା ତାଙ୍କ ଉପରେ କଟକଣା କରାଯାଇଥିଲା। ଦେଖ ବ୍ରିଟିଶ ଗଭର୍ଣ୍ଣମେଣ୍ଟ କ'ଣ କରିଥିଲେ କି ଆମ ଯେଉଁ ଆନ୍ଦୋଳନ ଚାଲିଥିଲା ତାକୁ ଲୀନ କରିବା ପାଇଁ, ତାକୁ ବନ୍ଦ କରିବା ପାଇଁ, ତାକୁ ଷ୍ଟପ୍ କରିବା ପାଇଁ କ'ଣ କଲା କି ବିଭିନ୍ନ ଆନ୍ଦୋଳନକାରୀମାନେ ଯେତେ ତାଙ୍କୁ ବନ୍ଦୀ କରିଥିଲା, ଜେଲରେ ଭର୍ତ୍ତି କରାଗଲା ଏବଂ ଯେଉଁ ସମ୍ବାଦପତ୍ର ଦ୍ୱାରା ପ୍ରଚାର କରାଯାଉଥିଲା, ନାରୀମାନେ ଯେଉଁ ବଣ୍ଟନ କରୁଥିଲେ, ପାନରସେନା ଯେଉଁ ବଣ୍ଟନ କରୁଥିଲେ ସମ୍ବାଦପତ୍ର, ସେଗୁଡ଼ିକୁ କ'ଣ କଲା କି ଉପରେ କଟକଣା କରାଗଲା ଏବଂ କଂଗ୍ରେସ ଅଫିସ ଓ ଆଶ୍ରମ ଗୁଡ଼ିକୁ ହୈତାନ ଲାସ୍ କରି ଆନ୍ଦୋଳନକୁ ସମସ୍ତ କାଗଜପତ୍ରକୁ ଜବତ କରିଲା। ଆଉ ମାନେ ଯେତେ ବି ଆମ କଂଗ୍ରେସ ପ୍ରାଦେଶିକ ଯେଉଁ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ଯେଉଁ ରହିଥିଲା ସେଥିରେ ଯେତେ ବି କାଗଜପତ୍ର ଥିଲା ସମସ୍ତଙ୍କୁ ଗିରଫ କରିଦେଲା ଓ ଜବତ କରିକି ଏ ଆନ୍ଦୋଳନକୁ ଦମନ କରିବା ପାଇଁ ଚେଷ୍ଟା କରିଲା। ତାହେଲେ ତାର ପରିସମାପ୍ତି କ'ଣ ହେଇଥିଲା ପିଲାମାନେ, ସମାପ୍ତି କେମିତି ହେଲା, ଏଣ୍ଡ କେମିତି ହେଲା ଦେଖିବା। ସେଥିରେ କ'ଣ ହେଇଥିଲା କି ଯେଉଁ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିଲା ତାର ପ୍ରତ୍ୟାହାର ଘୋଷଣା ସଙ୍ଗେ ସଙ୍ଗେ 1954 ମସିହାରେ ଶେଷ ହୋଇଥିଲା। କେବେ ମସିହାରେ 34 ମସିହାରେ ଏପ୍ରିଲ ମାସରେ ଶେଷ ହୋଇଥିଲା। ହୁଏତ ଆମେ ଏଥିରେ ଏତେ ସକ୍ସେସ୍ ହେଇନି, କିନ୍ତୁ ଏହି ଓଡ଼ିଶାରେ ଯେଉଁ ଆନ୍ଦୋଳନ ଆରମ୍ଭ ହେଇଥିଲା ଆଇନ ଅମାନ୍ୟରେ ବହୁତ ସଫଳତା ପାଇଥିଲା। ଏଥିରେ ଯେମିତିକି ନାରୀମାନେ ଏଥିରେ ତାଙ୍କର ଜାଗରଣ ସୃଷ୍ଟି କରିଥିଲେ, ନାରୀମାନଙ୍କର ଏକତା ସୃଷ୍ଟି ହେଇଥିଲା। ତା ସହିତ ଯେତେବେଳେ ଓଡ଼ିଶାର ଲୋକମାନେ ଜାଣିପାରିଥିଲେ ଯେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଥିଲେ ତାଙ୍କର କୁଫଳ ବିଷୟରେ ଜନସାଧାରଣଙ୍କୁ ଅବଗତ କରିଥିଲେ ଏବଂ ଜାତୀୟ ସ୍ରୋତ ମିଶି ସ୍ୱରାଜର ହାସଲ କରିବା ପାଇଁ ଉଦ୍ୟମ ଉତ୍ସାହିତ ହୋଇଥିଲେ। ସମସ୍ତେ ଭାବୁଥିଲେ ଯେ ଆମେ ଏହି ମାଧ୍ୟମରେ ଯଦି ଆମେ ଅହିଂସା ମାଧ୍ୟମରେ ଏବଂ ସତ୍ୟର ଯଦି ମାର୍ଗରେ ଯିବା, ମହାତ୍ମା ଗାନ୍ଧୀଙ୍କ ରାସ୍ତାରେ ଯଦି ଯିବା, ତାହେଲେ ଆମେ ପୂର୍ଣ୍ଣ ସ୍ୱରାଜ ହାସଲ କରିବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ ବା ଜାଣିପାରିଥିଲେ ଯେ ଆମେ ଯଦି ଏହିପରି ଭାବରେ ଆନ୍ଦୋଳନ କରିବା ନିହାତି ଆମେ ସକ୍ସେସ୍ ପାଇପାରିବା। ଏହା ଥିଲା ଆମର ଯେଉଁ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଓଡ଼ିଶାର ଯେଉଁ ଭୂମିକା ଥିଲା ତା ବିଷୟରେ ପଢ଼ିସାରିଛେ। ଯଦି କୌଣସି ଡାଉଟ୍ ଥିବ ଯେ ଜାଗାରେ ମୋତେ କମେଣ୍ଟ ସେକ୍ସନ କହିବ, ମୁଁ ଆପଣମାନଙ୍କୁ କମେଣ୍ଟ କରିଦେବି ବା ଅନ୍ୟ ଭିଡ଼ିଓଟି ତିଆରି କରିଦେବି। ଯଦି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଏବଂ ଲାଇକ୍ କରିବେ ଓ ସାଙ୍ଗସାଥୀଙ୍କୁ ମଧ୍ୟ ସେୟାର କରିବେ, ଯାହାଫଳରେ ଆପଣମାନଙ୍କ ସାଙ୍ଗ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ଯେଉଁ ଦ୍ୱିତୀୟ ଦାଣ୍ଡି ବୋଲେ କ'ଣ, ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କେମିତି ହେଇଥିଲା ସେ ବିଷୟରେ ଜାଣିପାରିବ। ମୁଁ କହିଥିଲି ନା, ନିହାତି ତୁମେ କମେଣ୍ଟ କରିବ ଏବଂ କମେଣ୍ଟ କରିକି କହିପାରିବ ଯେ କେଉଁଟା ଯଦି ବୁଝି ନ ହୋଇଥିଲେ ତା ବୁଝି ହେଇଛି, ନିହାତି ତୁମକୁ ବୁଝି ହେଇଥିବ ଏବଂ ଯେଉଁ ଏଇସବୁ ଗୁଡ଼ାକ ତୁମେ ନୋଟ୍ କରିକି ସମସ୍ତେ ଲେଖିବ ପିଲାମାନେ। ଆଉ ନୋଟ୍ ନିହାତି କର, କାରଣ ଯଦି ନୋଟ୍ ନ କରିବ ତାହେଲେ ତୁମେ କିଛି ବି ବୁଝିପାରିବ ନାହିଁ। ଦେଖା କରିବ ନା ନେକ୍ସଟ ଥ୍ୟାଙ୍କ ୟୁ।